କଲ୍ୟାଣପୁରରେ ରହୁଥିଲେ ସରୋଜ ଓ ଶିଖା। ଏ ଦମ୍ପତି ଅତି ଦୟାଳୁ ସ୍ୱଭାବର ଥିଲେ। ଏମାନେ ବହୁତ ବଡ଼ ଲୋକ ନଥିଲେ, କିନ୍ତୁ ସ୍ୱଳ୍ପ ଆୟ ଭିତରେ ଅନ୍ୟମାନଙ୍କୁ ସାହାଯ୍ୟ କରୁଥିଲେ। ଘରକୁ ଭିକାରୀଟିଏ ଆସିଲେ ବି ତାକୁ ଭୋକିଲା ଛାଡୁନଥିଲେ। ଯଦି କୌଣସି ଅଭାବୀ ଲୋକ କିଛି ମାଗୁଥିଲେ ତେବେ ତାଙ୍କୁ ବି ସେ ସାହାଯ୍ୟ କରୁଥିଲେ। କିନ୍ତୁ ଏମିତି କେତେ ଦିନ ଚାଲିଥାନ୍ତା? ଧୀରେ ଧୀରେ ଏମାନେ ଗରିବ ହେଇଗଲେ, ଆଉ ପରିବା ଚାଷ କରି ହାଟରେ ବିକିଲେ। ବୁଝିଲ ଶିଖା, ମତେ ଆଉ କିଛି ବୁଦ୍ଧି ଜୁଟୁନି। ଭାବିଥିଲି ପନିପରିବା ହାଟରେ ବିକିଲେ ଭଲ 2 ପଇସା ଆସିବ, ଆଉ ଆମର ଏଇ ଅଭାବ ଦୂରେଇ ଯିବ। କିନ୍ତୁ 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 ପୁଣି କଣ? ପରିବା ହାଟରେ ବିକିବା ବେଳେ ଲୋକମାନେ ବିକଳ ହେଇ ମାଗୁଛନ୍ତି, ସେଥିପାଇଁ ବହୁତ ପରିବା ଦାନରେ ଯାଉଛି। ଛାଡ଼, ମୁଁ ଭାବୁଛି ଆଉ ଗୋଟିଏ କାମ କଲେ ହୁଅନ୍ତା। ତମେ ତ ପାଠଶାଠ ପଢିଛ, ତମର କୌଣସି ଅସୁବିଧା ବି ହବନି। ତମେ କିଛି ପିଲାଙ୍କୁ ପାଠ ପଢାଅ। ସରୋଜ ଗାଁ ପିଲାଙ୍କୁ ପାଠ ପଢ଼େଇଲା। ପଇସା ଦବାର ସମୟ ଆସିଲା ବେଳକୁ କେହି ବି ପଇସା ଦେଲେନି, ଆଉ ମାଗିବାରୁ ସମସ୍ତେ ଦୁଃଖ କାହାଣୀ ଶୁଣେଇଲେ। ମୋ ମୁଣ୍ଡରେ ଆଉ କିଛି କଥା ପଶୁନି। ଆଉ କଣ କଲେ ଆମେ ବଞ୍ଚିପାରିବା? ମୁଁ ବି ସେଇ କଥା ଭାବୁଛି। ଆରିସା ତିଆରି କଲେ କେମିତି ହୁଅନ୍ତା? ବଢିଆ କଥାଟେ କହିଲୁ ତ। ମୁଁ ଆରିସା ତିଆରି କରିବି, ଆଉ ତମେ ତାକୁ ନେଇ ଗାଁରେ ବିକିବ। କିନ୍ତୁ ହଁ, ଏଇ ପାଖାପାଖି ଗାଁକୁ ଯିବନି, ଲୋକ ଆମକୁ ଠକି ଦେବେ। ସରୋଜ ନିଜ ଗାଁରୁ ପିଠା ବିକିବା ପାଇଁ ବାହାରିଲା। କଲ୍ୟାଣପୁରରୁ ଅନ୍ୟ ଗାଁକୁ ଯିବା ପାଇଁ ହେଲେ ଗୋଟିଏ ଜଙ୍ଗଲ ରାସ୍ତା ପାର ହେବାକୁ ପଡୁଥିଲା। ସେ ରାସ୍ତା ଦେଇ ଗଲାବେଳେ ବାଟରେ ତାର ଜଣେ ବୁଢ଼ୀ ଦେଖାହେଲା। ଗୋଟିଏ ଗଛ ମୂଳେ ବସି ବୁଢ଼ୀଟା କାନ୍ଦୁଥିଲା। ସରୋଜ ବୁଢ଼ୀ ପାଖରେ ଟୋକେଇ ଓହ୍ଲେଇ ଥୋଇଲା, ଆଉ ପଚାରିଲା, କଣ ହେଲା ମାଉସୀ, ତମେ ଏମିତି କାନ୍ଦୁଛ କାହିଁକି? କଣ କହିବି ରେ ପୁଅ, ବହୁତ ଦୁଃଖ ମୋର। ଝିଅକୁ ବାହାଘର କରିଛି, ଜମିବାଡି ଯାହା ଥିଲା ବିକ୍ରି କରି ସୁନା ରୂପା ସବୁ ଦେଲୁ, ହେଲେ ଭାର ଥୋର କିଛି ଦେଇପାରିଲିନି। ସେଥିପାଇଁ ଝିଅ ଘରୁ 12 କଥା ଶୁଣିକି ଆସିଲି। ଆରିସା, ଲଡୁ, ଲବଙ୍ଗୀ କୋଉଠୁ ଆଣିବି ମୁଁ? କିଏ ଦବ ମତେ? ବୁଢ଼ୀର କଥା ଶୁଣି ସରୋଜ କାନ୍ଦି ପକେଇଲା। ମାଉସୀ, ଏଥିରେ ଆରିସା ଅଛି, ତମେ ତମ ଝିଅକୁ ଦବ। ଲବଙ୍ଗୀ କି ଲଡୁ ନ ହଉ, ଖାଲି ଆରିସାରେ କାମ ଚଳିଯିବ। ତୋର ଧର୍ମ ହେଉ ପୁଅ, ଈଶ୍ୱର ତତେ କୋଟି ପରମାୟୁ ଦିଅନ୍ତୁ। ଏଥର ସରୋଜ ଆସି ଶିଖାକୁ ମନ ଦୁଃଖରେ ବୁଢ଼ୀ କଥା କହିଲା। ଯାହା ହେଲା ତାକୁ ଭୁଲିଯାଅ, ଏବେ ଆଗକୁ କଣ ହବ ସେଇଟା ଚିନ୍ତା କର। ଆଉ ଆଗକୁ କଣ କରିବା, ମୁଁ ତ କିଛି ଭାବି ପାରୁନି। ଗୋଟିଏ କାମ କର, ବଣକୁ ଯାଇ କାଠ କାଟ, ତାକୁ ବଜାରରେ ନେଇ ବିକିବା। ଆରେ ବାଃ, ବଢିଆ କଥାଟେ କହିଲୁ ତ। କାଠ ତ କେହି ବି ମାଗିବେନି। କାଠ କାହାର ବି ଦରକାର ନାହିଁ, ତାକୁ ବଜାରରେ ସହଜରେ ଲୋକଙ୍କୁ ବିକ୍ରି କରିହେବ। ସରୋଜ ବଣରେ କାଠ ହାଣିଲା, ଆଉ କାଠ ନେଇକି ଆସିଲା। ବାଟରେ ତାର ଗୋଟିଏ ବୁଢ଼ା ଲୋକ ଦେଖାହେଲା। ବାବୁ, ମତେ ଟିକେ ସାହାଯ୍ୟ କର। କଣ ହେଇଛି ମଉସା, କାନ୍ଦୁଛ କାହିଁକି? ମୋ ବୁଢୀଟା ସକାଳୁ ମଲାଣି, ହେଲେ ମୋ ପାଖରେ କାଠ ନଥିବାରୁ ମୁଁ ତାକୁ ଶ୍ମଶାନକୁ ନେଇ ପାରୁନି କି ଦାହ କରିପାରୁନି। ତମର କେହି ପିଲା ନାହାନ୍ତି? ପିଲା ଅଛନ୍ତି, ପଡୋଶୀ ବି ଅଛନ୍ତି, ହେଲେ ବିପଦ ପଡିଲେ କିଏ କାହାର, ସମସ୍ତେ ମୁହଁ ଆଡେଇ ଦଉଛନ୍ତି। ମଉସା,
ତମେ ଜାଳ ନିଅ ଆଉ ଶୀଘ୍ର ଯାଇ ତମ ସ୍ତ୍ରୀର ଦାହ ସଂସ୍କାର କର। ସରୋଜ ମନ ଦୁଃଖରେ ଘରକୁ ଫେରି ଶିଖାକୁ ସବୁ କଥା କହିଲା। ଦେଖ, ମନ ଦୁଃଖ କରନି, କଥା କଣ ମୁଁ ବୁଝି ସାରିଛି। ସେମାନେ ଖାଇ ପିଇ ଶୋଇ ପଡ଼ିଲେ। ଶିଖାର ସ୍ୱପ୍ନରେ ତା ଶ୍ୱଶୁର ଆସିଲେ ଆଉ ତାକୁ କହିଲେ, ଶିଖା, ତତେ ମୁଁ ମରିବା ଆଗରୁ ଯାହା କହିଥିଲି ତୁ କଣ ଭୁଲିଗଲୁ? ତତେ ମୁଁ କହିଥିଲି ନା, ଯୋଉ ଦିନ ଆଉ କୌଣସି ବି ଉପାୟ ନଥିବ, ସବୁ ବାଟ ବନ୍ଦ ହେଇଯିବ, ସେଇଦିନ ଭଗବାନଙ୍କ ଆଗରେ ହାତ ଟେକି ଦବୁ ଆଉ କହିବୁ, ହେ ପ୍ରଭୁ, ମୋତେ ରକ୍ଷା କର। ସେତେବେଳକୁ ରାତି ପାହି ଆସିଥିଲା। ଶିଖା ସରୋଜକୁ ସବୁ କଥା କହିଲା। ସରୋଜ ଓ ଶିଖା ଗାଧୋଇ ସାରି ଠାକୁର ଘରକୁ ଆସିଲେ ଆଉ ଦୁଇ ହାତ ଟେକି ଠାକୁରଙ୍କୁ କହିଲେ, ହେ ପ୍ରଭୁ, ଆମେ ନିଃସ୍ୱ, ଆମ ପାଖରେ କିଛି ବି ନାହିଁ, ତମେ ଆମକୁ ରକ୍ଷା କର, ରକ୍ଷା କର ଆମକୁ। ଏତିକି ବେଳେ ବାହାରୁ ଗୋଟିଏ ଭିକାରୀର ସ୍ୱର ଶୁଭିଲା, ମା, ଗଣ୍ଡାଏ ଭିକ ମିଳୁ ମା, ମା, ଭିକ ଗଣ୍ଡାଏ ମିଳୁ। ଭିକାରୀର ଡାକ ଶୁଣି ଶିଖା ରୋଷେଇ ଘରର ସବୁ ମାଠିଆ ଆଉ ବଣା ଖୋଜିଲା। କୋଉଥିରେ କିଛି ବି ନଥିଲା। ଶେଷରେ ଯୋଉ ବଣା ଦେଖିଲା ସେଥିରେ ପୋଷେ ଚାଉଳ ଥିଲା। ସେ ତାକୁ ନେଇ ଆସିଲା। ନିଅ ବାବା, ଯାହା ଥିଲା ଆଣିଛି। ୟାକୁ ତମ ଭଣ୍ଡାର ଘରେ ରଖିଦବ, ତାପରେ ମୋ ପାଖକୁ ଆସିବ। ଶିଖା ଚାଉଳକୁ ଭଣ୍ଡାର ଘରେ ଥିବା ବଣାରେ ରଖିବା ପରେ ପନିପରିବା, ଧାନ, ମୁଗ, ବିରିରେ ଭଣ୍ଡାର ଘର ପୂରି ଉଠିଲା। ଅନ୍ୟ ଘରମାନେ ବି ସୁନା, ରୂପା, ହୀରା, ନୀଳାରେ ପୂରି ଉଠିଲା।